ହାଏ ହ୍ୟାଲୋ ମୁଁ କିଟୁ। ଆଜିର କାହାଣୀ ଜଙ୍ଗଲରେ କାହୁଲି ଝିଅର ବ୍ୟାଗକୁ ସିଲ୍ ଖୋଲି ମୋ ମୂଷଳ ବାଣ୍ଡ ଉଦ୍ଘାଟନ କଲା। ଚାଲନ୍ତୁ ଶୁଣିବା ଜଙ୍ଗଲରେ ଛେଳି ଚରାଉଥିବା ଗାଉଁଲି ଝିଅର ବ୍ୟାଗକୁ କେମିତି ଉଦ୍ଘାଟନ କରାଗଲା। ଯଦି ସବସ୍କ୍ରାଇବ୍ କରିନାହାନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ। ମୋତେ ଏମିତି ଭିଡ଼ିଓ କରିବାକୁ ଉତ୍ସାହିତ କରନ୍ତୁ। ଆଉ ମୁଁ ସେ ଗାଉଁଲି ଝିଅ, ଯଦି ଆପଣମାନଙ୍କର ମୁହଁରେ ବାଣ୍ଡ ଉଠୁଛି କିମ୍ବା ଭାଉଜଙ୍କ ପିଆ କୁଣ୍ଡେଇ ହେଉଛି ତେବେ ଆପଣଙ୍କ ପିଆ ଆଉ ବାଣ୍ଡରେ ସବସ୍କ୍ରାଇବ୍ ବଟନକୁ ପିଟି ସବସ୍କ୍ରାଇବ୍ କରନ୍ତୁ। ଏ କାହାଣୀର ସହର ଡାକା ମୁଁ କିଟୁ ଆଉ ଗାଉଁଲି ଝିଅ ନିନି। ମୋ ବାପା ମା ସହରରେ ରହୁ। ମାଙ୍କ ବାପା ମା ମାନେ ମୋ ଅଜା ଆଈ ଗାଁରେ ରୁହନ୍ତି। ସେ ଗାଁ ଏବେ ବି ମଫସଲ ଏରିଆରେ ଅଛି। ଜଙ୍ଗଲ ମଝିରେ ଗାଁ, କୌଣସି ଡେଭଲପ୍ ନାହିଁ। ସବୁ ଗାଉଁଲି ଲୋକମାନେ ହିଁ ରୁହନ୍ତି। ମୁଁ ଛୋଟ ଥିଲାବେଳେ ବହୁତ ଥର ଯାଇଛି, କିନ୍ତୁ ମୋ ପାଠପଢ଼ା ପାଇଁ ବହୁତ ବର୍ଷ ହେଲା ମୁଁ ସେ ଗାଁକୁ ଯାଇନି। ତଥାପି ସେ ଗାଁର ପର୍ବପର୍ବାଣି, ପ୍ରାକୃତିକ ଭରା ଜଙ୍ଗଲ, ନଈ ନାଳ ମୋର ବହୁତ ମନେ ପଡ଼େ। କେତେ ସୁନ୍ଦର ଥିଲା ସେ ଗାଁ। ଏବେ ମୁଁ ବଡ଼ ହୋଇଯାଇଛି, କଲେଜରେ ପାଠ ପଢ଼ୁଛି। କଲେଜ ବାହାନା କରି ସାଙ୍ଗମାନଙ୍କ ସହ ଛକରେ ଖଟି କରେ, ଆଉ ଝିଅମାନଙ୍କର କାଣ୍ଡି ଦୁଧ ଦେଖି କମେଣ୍ଟ କରୁ। ବସିକି ଟିଭି ଦେଖୁ ଆଉ ବାଥରୁମରେ ମୁଠି ମାରେ। ବେଳେବେଳେ ତ ଆମ ଘରର ଚାକରାଣୀର ଦୁଧ କାଣ୍ଡି ଦେଖି ହଲାଇଥାଏ। ଦେଖିବାକୁ ଗଲେ ଆମ ଘରର ଚାକରାଣୀର ଦୁଧ ପାଚିଲା ବେଲ ପରି, କାଣ୍ଡି ନ କହିଲେ ସରେ। ଯେତେବେଳେ ସେ ନଇଥାଏ ଲାଗେ ମୋତେ ତା ପଛପଟୁ ଯାଇ ତା କାଣ୍ଡିରେ ମୋ ବାଣ୍ଡକୁ ପିଟି ଦିଅନ୍ତି। ଶୁଣିଛି ପଇସା ନେଇ ସେ ଗିଜାକୁ ଦିଏ। ମୁଁ ଭାବୁଥାଏ ଦିନେ ତା ସହ କରିବି, କିନ୍ତୁ ବୁଢ଼ୀ ହୋଇଗଲେ ଭାବି ମୁଠି ମାରି ଶୋଇଯାଏ। ଏସବୁ ବିଷୟରେ ଆମେ ସାଙ୍ଗ ପିଲାମାନେ ମିଶି କଥା ହଉ କି ଆମ ଖଡ଼ି କେବେ ଛୁଆଁଇବୁ। କଥା ଭାବି ଆମେ ସମସ୍ତେ ଡିସାଇଡ୍ କଲୁ ଗୋଟେ ରିଣ୍ଡିକୁ କଣ୍ଟାକ୍ଟ ବି କଲୁ ଆଉ ମିଶି ରାତି ସାରା କେହିଲୁ, ଜଣେ ପରେ ଜଣେ କେହିଲୁ। କିନ୍ତୁ ମୋତେ ଏସବୁ ଭଲ ଲାଗିଲା ନାହିଁ। ମୋତେ କଞ୍ଚାଇବା ଦରକାର ଥିଲା ଗେଇବାକୁ। ଏମିତି ପାଠପଢ଼ା ଆଉ ବାଳୁଙ୍ଗାମି ଚାଲିଥାଏ। ହଠାତ୍ ଦିନେ ଖବର ଆସିଲା ଅଜାଙ୍କ ଯେ ଆଈ ଆଉ ଏ ଦୁନିଆରେ ନାହିଁ। ଆମେ ସମସ୍ତେ ଗାଁକୁ ବାହାରିଗଲୁ। ଯାଇ ଦେଖେ ଆଈ ଆଉ ନାହାନ୍ତି। ଆମେ ସେଠି କିଛି ଦିନ ରହିଲୁ। ଦିନେ ମୁଁ ଜଙ୍ଗଲ ଭିତରକୁ ଝରଣା ପଟେ ବୁଲିବାକୁ ଯାଇଥାଏ। ବୁଲୁ ବୁଲୁ ଦେଖିଲି ଗୋଟେ ଝିଅ ଛେଳି ଚରାଉଛି। ଗାଉଁଲି ହେଲେ ବି ଦେଖିବାକୁ ଏକଦମ ସଲିନିୟନ ପରି। ତା କୁଚକୁଚିଆ ବାଳ, ତା ଆପେଲ ପରି ଗାଲ, ଓଠ ଗୋଲାପି, ଅଣ୍ଟା ସରୁ କୁ ବଡ଼ ଗାଣ୍ଡି। ମୁଁ ଦେଖି ନାଳେଇ ଗଲି। ମନେ ମନେ ଭାବିଲି ଏ ଗାଉଁଲି ଝିଅର କଞ୍ଚାବିଆକୁ ଚାଖିବି। ସନ୍ଧ୍ୟା ହୋଇଗଲା, ମୁଁ ଘରକୁ ଫେରିଲି। ରାତି ସାରା ଭାବିଲି ତାକୁ କେମିତି ଗେହିବି। ପ୍ଲାନ୍ କଲି ତାକୁ ପଟେଇବି, ତାପରେ ତାକୁ ଗେହିବି। ତା ପରଦିନ ଖାଇ ପିଇ ସାରି ସିଧା ଜଙ୍ଗଲକୁ ଗଲି। ସେ ଝରଣା କୂଳରେ ଛେଳି ଚରାଉଥାଏ। ମୁଁ ତାକୁ ଲୁଚି ଲୁଚି ଦେଖୁଥାଏ। କିଛି ସମୟ ପରେ ସେ ମୋତେ ଦେଖିପାଇଲା। ସେ ମୋତେ ଲୁଚି ଲୁଚି ଦେଖୁଥିବା ଦେଖି ସେ ହସି ପକାଇଲା। ତା ହସ ଦେଖି ମୁଁ ଖୁସି ହୋଇଗଲି। ତା ପାଖକୁ ଗଲି। ମୋତେ ନର୍ଭସ୍ ଫିଲ୍ ହେଉଥାଏ, କେମିତି କହିବି ତାକୁ ଭଲ ପାଏ ବୋଲି। ସିଧା ଗଲି ତା ହାତ ଧରି କହିଲି ମୁଁ ତୁମକୁ ଭଲ ପାଏ। ଝିଅଟି ଲାଜେଇ ସେଠାରୁ ଚାଲିଗଲା। ତା ପର ଦିନ ପୁଣି ସେମିତି ଗଲି ଆଉ ତାକୁ ପଚାରିଲି। ସେ କହିଲା ମୁଁ ତୁମକୁ ବହୁତ ଭଲ ପାଏ। ଆଉ କହିଲା ତୁମେ ମୋର ଘଇତା ହେବ। ମୁଁ ହସି କହିଲି ହଁ ମୁଁ ତୁମର ଘଇତା ହେବି। ଆଉ ତା ହାତରେ ଗୋଟେ କିସ୍ କଲି। ସେ ଲାଜେଇକି ଆଖି ବନ୍ଦ କରିଦେଲା। ଏମିତି ଯେତେ ଦିନ ରହିଲି ମୁଁ ଜଙ୍ଗଲକୁ ଦେଖା କରିବାକୁ ଯାଏ ଆଉ ବୁଦାମୂଳ ଦେଖି ତାକୁ କୂଳରେ ବସାଇ ତା ଦୁଧରେ ନିଧୁମ୍ ଚିପେ, ତା ଓଠକୁ କିସ୍ କରେ, ତା ବିଆରେ ଆଙ୍ଗୁଳି ମାରେ। କିଛି ଦିନ ପରେ ଆମେ ଆମ ଘରକୁ ଫେରି ଆସିଲୁ, ସହରକୁ ଫେରି ଆସିଲୁ। ମୋର କିନ୍ତୁ ଆସିବାକୁ ଇଚ୍ଛା ନଥିଲା। ସହରକୁ ଆସିଲା ପରେ ସେ ଗାଉଁଲି ଝିଅ କଥା ବହୁତ ମନେ ପଡ଼ୁଥାଏ। ତା ଦୁଧ, ତା ଗାଣ୍ଡି, ତା ବିଆ କଥା ମନେ ପକାଇ ହଲିବାକୁ ପଡ଼ୁଥାଏ। ମୋ ଏକ୍ଜାମ୍ ପହଞ୍ଚିଲା। ମୁଁ ପଢ଼ାରେ ବ୍ୟସ୍ତ ରହିଥାଏ। କିଛି ଦିନ ପରେ ଏକ୍ଜାମ୍ ସରିଲା ଆଉ ଖରା ଛୁଟି ହେଲା। ମୁଁ ବାପା ମାଆଙ୍କୁ ଜିଦ୍ କରି ଗାଁକୁ ବୁଲିବା ପାଇଁ ଗଲି।
ଅଜା ଘରକୁ ପହଞ୍ଚିଛି କି ନାହିଁ ସିଧା ଝରଣା କୂଳକୁ ଗଲି। ସେ ଛେଳି ଚରାଉଥାଏ। ମୋତେ ଦେଖି ସିଧା ସେ ଆସି ମୋତେ ଉଠାଇ ପକାଇଲା। କାନ୍ଦିବାକୁ ଲାଗିଲା। ମୁଁ ତାକୁ ବୁଝାଇ ବୁଦାମୂଳକୁ ନେଇଗଲି। ତାର ସବୁ ଖୋଲି ତାକୁ ନିର୍ଘାତ ରୋମାନ୍ସ କଲି। ତାକୁ ମୋ ବାଣ୍ଡକୁ ଧରାଇ ହଲେଇବାକୁ କହିଲି। କିଛି ସମୟ ପରେ ମୋ ବାଣ୍ଡରୁ ଧଳା ବୀର୍ଯ୍ୟ ବାହାରିଗଲା। ସେ ଏସବୁ ଦେଖି କହିଲା, ଏସବୁ କ'ଣ ଧଳା ବାହାରୁଛି କିଟୁ? ମୁଁ କହିଲି, ତମ ବିଆରେ ବି ଏସବୁ ବାହାରିବ, ଦେଖିବ। ସେ କହିଲା, କେମିତି କିଟୁ? ମୁଁ କହିଲି, ଦେଖିବ। ସେ କହିଲା, ଆଜି ନୁହେଁ, କାଲି। ଆଜି ସନ୍ଧ୍ୟା ହେଇଯାଉଛି, ଘରକୁ ଯିବା। ମୁଁ କହିଲି, ଠିକ୍ ଅଛି। ମୁଁ ବହୁତ ଖୁସି ହେଲି କଥା ଶୁଣିକି ଯେ କଞ୍ଚା ବିଆଟି ଚାଖିବାକୁ ମିଳିବ। ପୁଣି ଗାଉଁଲି ବିଆ ଲାଗିବ। ତା ପରଦିନ ମୁଁ ଖାଇ ପିଇ ସିଧା ଜଙ୍ଗଲକୁ ଗଲି, ସିଧା ନଈ କୂଳକୁ। ସେ ଛେଳି ଚରାଉଥାଏ। ମୁଁ ତାକୁ ସିଧା ଟେକି ଆଣି ବୁଦା ମୂଳକୁ ଶୁଆଇ ଦେଲି। ନିଧୁ ରୋମାନ୍ସ କଲି। ତାର ପିଲାକୁ ଖୋଲିଦେଲି। ସେ ପିନ୍ଧିଥିବା ଟି ବେଲିଆଟାକୁ ଖୋଲିଦେଲି। ତା ତଳରୁ ତାର ଚଢ଼େଇକୁ ଖୋଲି ମୋ ଆଙ୍ଗୁଳି ପୁରାଇବାକୁ ଲାଗିଲି। ତା ଜଙ୍ଘରେ, ତା ପିଆରେ ଚାଟିଲି, କିସ୍ କଲି। ତା ନାଉଳିରେ କିସ୍ କଲି, ତା ଓଠରେ କିସ୍ କଲି। ତା ବଡ଼ ବଡ଼ ଦୁଧକୁ ଚିପି ଚାଲିଲି, ଚୋଇ ଚାଲିଲି। ସେ ପୁରା ହିଟ୍ ହେଇଗଲା। ତା ପିଆରେ ଆଙ୍ଗୁଳି ମାରିଲି, ଆଉ ଧୀରେ ଧୀରେ କରି ବାଣ୍ଡକୁ ପୁରାଇଲି। ତା ସିଲ୍ ଫିଟ୍ ନଥାଏ। ତା ସିଲ୍ ଫିଟ୍ ନଥାଏ, କାଟୁଥାଏ, ଆହ କରୁଥାଏ। ମୁଁ ତାକୁ ଧୀରେ 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 କରି ପୁରାଇଲି, ପୁରେଇ ଚାଲିଲି ଆଉ ନିଥୁଙ୍ଗେଇଲି ତାକୁ। ତ ମୋ ବାଣ୍ଡ ତା ପିଆର ସିଲ୍କୁ କାଟି ତା ପିଆକୁ ଉଦ୍ଘାଟନ କଲା। ପିଆକୁ ହେଲୁ ପୁରା ଗେହି ଚାଲିଲି। ମୋ ଆଣ୍ଠୁ ଛାଡ଼ି ଯାଇଥାଏ। ତାକୁ ଆଣ୍ଠିକି ଗେଉଥାଏ। ଆଣ୍ଠୁ ଛାଡ଼ି ସେ କାଟୁଥାଏ ମୋତେ, ହେଲେ ମୋ ବାଣ୍ଡ ଶାନ୍ତି ପାଉନଥାଏ। ନିଥୁଙ୍ଗେଇଲି। ମୋ କୋଳରେ ବସିକି ଗେହିଲି। ସେ ମୋ ପଟକୁ, ମୁଁ ତା ପଟକୁ। ଏପଟେ ଓଠରେ କିସ୍ କରୁଥାଏ, ସେପଟେ ଗେହି ଚାଲୁଥାଏ। କୋଳରେ ବସି ବହୁତ ମଜା ଲାଗିଲା କଞ୍ଚା ଗେହିବାକୁ। ମୋ ବାଣ୍ଡ ତ ଖୁସି ହୋଇଗଲା ଗେହା ଦେଇକି। ଯଦି ଆପଣଙ୍କୁ ଏହି ଗପଟି ଭଲ ଲାଗିଲା ତେବେ ସବସ୍କ୍ରାଇବ୍ କରନ୍ତୁ।